জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, ସବୁରି ହିତରେ ଆମେ ସମର୍ପଣ। ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ। শ্রোতা বন্ধু নমস্কার, ମୁଁ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ, ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ ତଥା IIEC ଭୁବନେଶ୍ୱରର ପାଠ୍ୟ ଖସଡ଼ା ନିର୍ଦ୍ଦେଶକ, ରେଡ଼ିଓ ବାଘା ଯତୀନ 89.6 FM ବେତାର କେନ୍ଦ୍ରରୁ ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଶୁଣିବା ମୋ ଆଲେଖ୍ୟ ଶିଶୁର ମନସ୍ତତ୍ଵ ଓ ପିତାମାତାଙ୍କର ଭୂମିକାର ଦ୍ୱିତୀୟ ଭାଗ। ବନ୍ଧୁଗଣ, ଶିଶୁର ମନସ୍ତତ୍ଵକୁ ହୃଦୟଙ୍ଗମ କରି ସଠିକ୍ ପରିଚାଳନା କରିବା ପାଇଁ ପ୍ରତ୍ୟେକ ପିତାମାତା ଯତ୍ନଶୀଳ ହେବା ବାଞ୍ଛନୀୟ, ଯାହାକି ଶିଶୁର ପରବର୍ତ୍ତୀ ଜୀବନ ପାଇଁ ମହୌଷଧି ଭାବରେ କାର୍ଯ୍ୟ କରିଥାଏ। ଶିଶୁର ସଠିକ୍ ମାର୍ଗ ଦର୍ଶନ କରିବା ପାଇଁ ତାର ମନସ୍ତତ୍ଵ ଅନୁଯାୟୀ ତା ମଧ୍ୟରେ ଶ୍ରଦ୍ଧା ଓ ସ୍ୱାଭିମାନ ଭାବକୁ ଜାଗ୍ରତ କରିବାକୁ ହେବ, କାରଣ ଶ୍ରଦ୍ଧା ଓ ସ୍ୱାଭିମାନ ହିଁ ଗୋଟାଏ ଶିଶୁ ପ୍ରାଣରେ ପୁଲକ ଭରିଦିଏ, ଯାହାର ଫଳସ୍ୱରୂପ ଶିଶୁ ଏକ ସ୍ନେହୋଚ୍ଛଳା ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ କ୍ରୀଡ଼ା ମାଧ୍ୟମରେ ତା ଅଜଣାତରେ ଆପଣେଇ ନିଏ। ବନ୍ଧୁଗଣ, ଆଦ୍ୟ ଶୈଶବରେ ଶିଶୁ ମଧ୍ୟରେ ଉଙ୍କି ମାରୁଥିବା ବହୁବିଧ ଆବେଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆବେଗ ବା ଇମୋସନ୍ ହେଲା ହ୍ୟାପିନେସ୍ ବା ଆନନ୍ଦ। ଶିଶୁ ମଧ୍ୟରେ ଏହି ଆନନ୍ଦକୁ କର୍ଷଣ କରିବାକୁ ହେଲେ ଶିଶୁ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି ବା ପରିସ୍ଥିତି ପ୍ରତି ତା ମନସ୍ତତ୍ଵ ଅନୁଯାୟୀ ଶ୍ରଦ୍ଧାଭାବକୁ ଉଦ୍ରେକ କରିବା ଅନିବାର୍ଯ୍ୟ। ଗୀତାରେ ଲେଖା ଅଛି, ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍ ତତ୍ପରଃ ସଞ୍ଜିତେନ୍ଦ୍ରିୟଃ ଜ୍ଞାନଂ ଲବ୍ଧ ପରାଂ ଶାନ୍ତି ମୋଚିରେଣ ବିଗଚ୍ଛତି। ପୁନଶ୍ଚ ଏହି ଶ୍ରଦ୍ଧାଭାବ ମାଧ୍ୟମରେ ଶିଶୁକୁ ସ୍ୱାଭିମାନୀ କରାଯାଇପାରିଲେ ତା ଭବିଷ୍ୟତ ଜୀବନ ଉଦିତ ସୂର୍ଯ୍ୟର ନିରନ୍ତର ଯାତ୍ରା ସମ ବିଜୟ ପଥରେ ତ୍ୱରାନ୍ୱିତ ହୋଇଥାଏ। ତେଣୁ ତ ମୋ ଲେଖନୀରୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଝରି ଆସେ, ସ୍ୱାଭିମାନୀ ସିନା ସୃଷ୍ଟି କରିପାରେ ନିଜେ ନିଜ ପରିଚୟ, ବିଜୟର ଟୀକା ପିନ୍ଧି ସେ ପାରେ କାହାଠି ନଥାଏ ଭୟ। ତିନି ଲୋକ ଜିଣି ଇନ୍ଦ୍ର ପଦବୀ ନେଇପାରେ ସ୍ୱାଭିମାନୀ, ତିନି ଲୋକ ଜିଣି ଇନ୍ଦ୍ର ପଦବୀ ନେଇପାରେ ସ୍ୱାଭିମାନୀ। ସ୍ୱାଭିମାନ ବଳେ କିବା ଅସମ୍ଭବ, ସ୍ୱାଭିମାନ ବଳେ କିବା ଅସମ୍ଭବ, ଏଠିଏ ଜଗତେ ପୁଣି। ବନ୍ଧୁଗଣ, ଶିଶୁ ମଧ୍ୟରେ ସୃଷ୍ଟି ହେଉଥିବା ଆବେଗ ବା ଇମୋସନ୍, ଫିୟର ବା ଭୟ, ଲଭ୍ ବା ପ୍ରେମ, ଜୟ ବା ଆନନ୍ଦ, ସରୋ ବା ଦୁଃଖ, ବିହେଭିୟରାଲ ଚେଞ୍ଜ ବା ବ୍ୟବହାରିକ ପରିବର୍ତ୍ତନ ପ୍ରଭୃତି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହା ଶିଶୁ ମଧ୍ୟରେ ଶାରୀରିକ ଓ ସ୍ନାୟବିକ ପରିବର୍ତ୍ତନକୁ ସଂଗଠିତ କରିଥାଏ। ତେଣୁ ଏହାକୁ ହୃଦୟଙ୍ଗମ କରି ଶିଶୁ ମଧ୍ୟରେ ନକାରାତ୍ମକ ଆବେଗକୁ ଦୂରୀଭୂତ କରିବା ବାଞ୍ଛନୀୟ ଏବଂ ଏଥିପ୍ରତି ପିତାମାତା ଯତ୍ନଶୀଳ ହେବା ବାଞ୍ଛନୀୟ। ବନ୍ଧୁଗଣ, କ୍ରୋଧ ଏବଂ ଘୃଣା ଭାବ, ଏଙ୍ଗର ଆଣ୍ଡ ହେଟ୍ରେଡନେସ୍ ନକାରାତ୍ମକ ଆବେଗର ଦୁଇଟି ଉପାଦାନ। ତେବେ ଶିଶୁ ମଧ୍ୟରୁ ଏହି ଦୁଇଟି ନକାରାତ୍ମକ ଉପାଦାନ ବା ଆବେଗକୁ ଦୂରୀଭୂତ କରାଯାଇ ନ ପାରିଲେ ଶିଶୁ ପରବର୍ତ୍ତୀ ଜୀବନରେ କ୍ରୋଧ ଓ ଘୃଣାର ବଶବର୍ତ୍ତୀ ହୋଇ ଧ୍ୱଂସକୁ ଆହ୍ୱାନ କରି ଆଣେ। ତେଣୁ ତ ଗୀତାରେ ଲେଖା ଅଛି, କ୍ରୋଧାତ୍ ଭବତି ସମ୍ମୋହ, ସମ୍ମୋହାତ୍ ସ୍ମୃତି ବିଭ୍ରମଃ, ସ୍ମୃତି ଭ୍ରଂଶାତ୍ ବୁଦ୍ଧିନାଶ, ବୁଦ୍ଧିନାଶାତ୍ ପ୍ରଣଶ୍ୟତି। ତେଣୁ ଆସନ୍ତୁ ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଶିଶୁକୁ କଥୋପକଥନ ପ୍ରକ୍ରିୟା ବା ଇଣ୍ଟରାକ୍ସନ୍ ମେଥଡ଼ ମାଧ୍ୟମରେ ଶିକ୍ଷାଦାନ କରିବା ଏବଂ ଏହି ପ୍ରକ୍ରିୟା ହିଁ ସମ୍ଭବତଃ ଶିଶୁର ବୌଦ୍ଧିକ ଦକ୍ଷତାକୁ ବୃଦ୍ଧି କରିଥାଏ। ବନ୍ଧୁଗଣ, ଶିଶୁ ମଧ୍ୟରେ ଆଦ୍ୟ ଶୈଶବରେ ବୌଦ୍ଧିକ ଦକ୍ଷତାକୁ ବିକାଶ କରାଯାଇ ପାରିଲେ ତା ଭାବନାର ଦିଗ୍ବଳୟ ପ୍ରସାରିତ ହୋଇଥାଏ
ତେଣୁ ସେ ସାମାଜିକ ପ୍ରଗତିରେ ପରବର୍ତ୍ତୀ ଜୀବନର ସକ୍ରିୟ ଅଂଶଗ୍ରହଣ କରିପାରେ ଏବଂ ଜାତୀୟ ପ୍ରଗତିକୁ ଦିଶା ଦେଇପାରେ। ଏହି କଗ୍ନିଟିଭ୍ ସ୍କିଲ୍ ବା ବୌଦ୍ଧିକ ଦକ୍ଷତାକୁ ବିକାଶ ସାଧନ କରିବାକୁ ହେଲେ ଆଦ୍ୟ ଶୈଶବରେ ଶିଶୁର ମୌଳିକ ଗୁଣାବଳୀକୁ ଆବିଷ୍କାର କରିବା ପାଇଁ ମନସ୍ତତ୍ତ୍ୱବିତ୍ ବା ତଜ୍ଜନିତ ଡାକ୍ତରଙ୍କର ପରାମର୍ଶ ନିତାନ୍ତ ଆବଶ୍ୟକ। କାରଣ ଏହି ପ୍ରକ୍ରିୟା ବା ପଦ୍ଧତି ଶିଶୁର ଭବିଷ୍ୟତ ଜୀବନ ପାଇଁ ମୂଳଦୁଆ ସ୍ଥାପନର ଆଦ୍ୟ ସଂକେତ ଅଟେ। ବନ୍ଧୁଗଣ, ତାହେଲେ ଏ କ୍ଷେତ୍ରରେ ପିତାମାତାଙ୍କର ଭୂମିକା କ'ଣ ଆସନ୍ତୁ ଜାଣିବା। ବନ୍ଧୁଗଣ, ପିତାମାତାଙ୍କର ତ୍ୟାଗ ଓ ସଚ୍ଚୋଟତା ଶିଶୁକୁ ତା ଆଦ୍ୟ ଶୈଶବରେ ଅନ୍ତର୍ନିହିତ ଗୁଣାବଳୀର ବିକାଶ ସାଧନରେ ସାହାଯ୍ୟ କରିଥାଏ। ତା ମଧ୍ୟରେ ଦକ୍ଷତାକୁ ବୃଦ୍ଧି କରିଥାଏ, ନୂତନ ଚିନ୍ତନକୁ ଜାଗ୍ରତ କରିଥାଏ। ପିତାମାତା ଶିଶୁ ପାଇଁ ଶକ୍ତିର ଏକ ନିରନ୍ତର ଉତ୍ସ। ସେମାନଙ୍କ ମାଧ୍ୟମରେ ଶିଶୁ ଭଦ୍ରତା ଓ ସତ୍ୟନିଷ୍ଠତାକୁ ଶିକ୍ଷା କରିଥାଏ। ଏହି ସମୟରେ ଶିଶୁର ବୌଦ୍ଧିକ ଦକ୍ଷତା ମାଧ୍ୟମରେ ସେ ପ୍ରାପ୍ତ କରୁଥିବା ପ୍ରତିଟି ଇନଫର୍ମେସନକୁ ପ୍ରୋସେସିଂ କରି ପିତାମାତାଙ୍କ ସାହାଯ୍ୟରେ ସେଗୁଡ଼ିକୁ ଅଜଣାତରେ ପ୍ରଶ୍ନୋତ୍ତର ମାଧ୍ୟମରେ ଅନୁଶୀଳନ କରିଥାଏ। ତେଣୁ ପିତାମାତା ଏଥିପ୍ରତି ଯତ୍ନଶୀଳ ହୋଇ ଶିଶୁକୁ ସହାୟତା କରିବା ବାଞ୍ଛନୀୟ। କାରଣ ସେମାନଙ୍କର ପ୍ରେମପୂର୍ଣ୍ଣ ଘରୋଇ ପରିବେଶରେ ହିଁ ଶିଶୁର ପ୍ରତିଟି ଆବେଗ ଏକ ସୁରକ୍ଷା ବଳୟର ନିର୍ଭରଯୋଗ୍ୟ କଫିନ୍ ମଧ୍ୟରେ ସମୃଦ୍ଧି ଲାଭ କରିପାରେ। ଏହି ସମୃଦ୍ଧିକୁ ଏକ ଶୃଙ୍ଖଳିତ ପଥରେ ତ୍ୱରାନ୍ୱିତ କରିବାକୁ ହେଲେ ପିତାମାତା ଶିଶୁ ମନରେ ଉତ୍ପତ୍ତି ହେଉଥିବା ଭୁଲ ଓ ଠିକ୍ ଭାବନାର ସଠିକ୍ ତର୍ଜମା କରି ସଠିକ୍ ଦିଗ୍ଦର୍ଶନ ପ୍ରଦାନ କରିବା ବାଞ୍ଛନୀୟ। ବନ୍ଧୁଗଣ, ଗୋଟାଏ ଶିଶୁର ବୌଦ୍ଧିକ ଦକ୍ଷତା ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ସମୃଦ୍ଧ କରିବାକୁ ହେଲେ ପିତାମାତା ତଥା ଅଭିଭାବକଗଣ ଉତ୍ତମ ବ୍ୟବହାରିକ କୌଶଳ ଦ୍ୱାରା ଶିଶୁ ନିକଟରେ ଥିବା ଉତ୍ତମ ଗୁଣାବଳୀକୁ ଲୋକଲୋଚନକୁ ଆଣି ଉପଯୁକ୍ତ ରୂପେ ଦକ୍ଷତାକୁ ପ୍ରଦର୍ଶନ କରିବା ନିମିତ୍ତ ଧୈର୍ଯ୍ୟର ସହ ଉତ୍ସାହିତ କରିବା ଆବଶ୍ୟକ ଏବଂ କର୍ମ ପ୍ରତି ଶିଶୁ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଶଂସା ଓ ପୁରସ୍କାର ପ୍ରଦାନ କରିବା ବାଞ୍ଛନୀୟ। କାରଣ ଆପ୍ରିସିଏସନ୍ ଡବଲ୍ସ ଦ ୱିଲ୍ ଅଫ୍ ଏ ଚାଇଲ୍ଡ। ବନ୍ଧୁଗଣ, କାହିଁ କେଉଁ ଆଦିମ ଯୁଗରୁ ଅଦ୍ୟାବଧି ଶିଶୁ ସର୍ବଦା ଅନୁକରଣ ପ୍ରିୟ। ଏହା ତ ଶିଶୁର ସହଜାତ ପ୍ରବୃତ୍ତି। ତେଣୁ ସେ ତା ଆଦ୍ୟ ଶୈଶବରେ ପିତାମାତାଙ୍କୁ ହିଁ ସର୍ବପ୍ରଥମେ ଅନୁକରଣ କରିଥାଏ। ତେଣୁ ଏହି ଅନୁକରଣ କ୍ରିୟାକୁ ସକାରାତ୍ମକ ଦିଗରେ ପରିଚାଳନା କରାଯାଇପାରିଲେ ଶିଶୁର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇଥାଏ। ସୁତରାଂ ଏ ଦିଗ ପ୍ରତି ପିତାମାତା ସଚେତନ ହେବା ବାଞ୍ଛନୀୟ। ତେଣୁ ତ କୁହାଯାଏ, ମଦର ଇଜ୍ ଦ ଫାର୍ଷ୍ଟ ଟିଚର ଅଫ୍ ଏ ଚାଇଲ୍ଡ ଆଣ୍ଡ ହୋମ୍ ଇଜ୍ ଦ ଫାର୍ଷ୍ଟ ସ୍କୁଲ ଅଫ୍ ଏ ଚାଇଲ୍ଡ। ତେଣୁ ଆସନ୍ତୁ ଏ ଦିଗରେ ଯତ୍ନବାନ ହେବା। ତାହେଲେ ଆଜି ପାଇଁ ଏତିକି। ପୁଣି ଆସିବି ଆସନ୍ତା ଅଧ୍ୟାୟରେ। ନମସ୍କାର। ରେଡ଼ିଓ ମଗାଜିନ୍, ରେଡ଼ିଓ ମଗାଜିନ୍।